ଗୋଟିଏ ଗ୍ରୀଷ୍ମ ଅପରାହ୍ନରେ ମୂଷାଟିଏ ଘରୁ ବାହାରିଲା ଏବଂ ଗୋଟିଏ ଷଣ୍ଢ ଗଛ ତଳେ ଶୋଇଥିବାର ଦେଖିଲା। ଉଚ୍ଚ ଶବ୍ଦ ଶୁଣି ତାର କୌତୂହଳ ସୃଷ୍ଟି ହେଲା। ମୂଷା ଖୁସି ହେଲା ଓ ଚିତ୍କାର କଲା। ସେ ଷଣ୍ଢର ନାକରେ ପ୍ରବେଶ କଲା ଏବଂ ଷଣ୍ଢ ଜାଗ୍ରତ ହେବା ପରେ ବାହାରକୁ ଚାଲି ଆସିଲା। ମୂଷାର ଏପରି କାର୍ଯ୍ୟରେ ଷଣ୍ଢ ରାଗିଗଲା ଏବଂ ମୂଷାକୁ ମାରିବାକୁ ଗୋଡ଼ାଇବାକୁ ଲାଗିଲା। ଏହା ଦେଖି ଭୟଭୀତ ହୋଇ ମୂଷା କାନ୍ଦିଲା। ଷଣ୍ଢ ଗୋଡ଼ାଇଲା, କିନ୍ତୁ ତାର ସମସ୍ତ ଉଦ୍ୟମ ବୃଥା ହେଲା। ମୂଷା ତାର ଗର୍ତ୍ତ ଭିତରକୁ ପଶିଗଲା। ତଥାପି ଷଣ୍ଢ ମୂଷାକୁ ଛାଡ଼ିବାକୁ ପ୍ରସ୍ତୁତ ନଥିଲା। ସେ କ୍ରୋଧରେ କହିଲା, ତୁ ମୂର୍ଖ ମୂଷା, କିପରି ସାହସ କଲୁ? ମୁଁ ତୋତେ ଏକ ଉଚିତ ଶିକ୍ଷା ଦେବି। ମୂଷା କହିଲା, ସରି, ମୁଁ ଏହାକୁ ଏକ ମଜାଳିଆ କଥା ବୋଲି ଭାବିଲି। ମୂଷା କିନ୍ତୁ ଷଣ୍ଢର ଶିକ୍ଷା ସ୍ୱୀକାର କଲା। ସେ କ୍ରୋଧିତ ଭାବରେ ତାର ମୁଣ୍ଡକୁ ମୂଷା ଲୁଚିଥିବା କାନ୍ଥକୁ ଆଘାତ କଲା। କାନ୍ଥ ଭାଙ୍ଗିବାକୁ ଆଶା କରୁଥିବା କାନ୍ଥ ସହଜରେ ଭାଙ୍ଗିଲା ନାହିଁ ଏବଂ ସେ ଡ୍ୟାସ୍ କରି ମୂଷାକୁ ଧରିବାକୁ ଚେଷ୍ଟା କଲା, ଯେପର୍ଯ୍ୟନ୍ତ ସେ କ୍ଳାନ୍ତ ହୋଇନଥିଲା। ଷଣ୍ଢର ଏପରି ଦୟନୀୟ ଅବସ୍ଥା ଦେଖି ମୂଷା ଷଣ୍ଢକୁ କହିଲା, କେବଳ ତୁମେ ବଡ଼ ଏବଂ ଶକ୍ତିଶାଳୀ ଏହାର ଅର୍ଥ ନୁହେଁ ଯେ ତୁମେ ଯେକୌଣସି ଜିନିଷ ହାସଲ କରିପାରିବ। ତୁମ ମୁଣ୍ଡ ଭାଙ୍ଗିବା ବନ୍ଦ କର ଏବଂ ବର୍ତ୍ତମାନ ଏଇଠୁ ଚୁପ୍ ହୋଇ ଚାଲିଯାଅ। ମୂଷାଠୁ ଷଣ୍ଢ ସତ୍ୟ ବୁଝିଗଲା। ମୂଷା କଥାରେ ସେ ସେଇଠୁ ଚୁପଚାପ ଚାଲିଗଲା। ଏଥିରୁ ଆମେ କ'ଣ ଶିଖିଲେ? ସତରେ ମାଇଟ୍ ସବୁବେଳେ ଠିକ୍ ହୋଇନପାରେ। ଯଦି ଆପଣମାନଙ୍କୁ ଆମ ଭିଡ଼ିଓଟି ଭଲ ଲାଗିଥାଏ ତେବେ କମେଣ୍ଟ, ସେୟାର ଓ ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁ ନାହିଁ। ଧନ୍ୟବାଦ।